ଗୋଟିଏ ବ୍ୟକ୍ତି ମନ ପରିବର୍ତ୍ତନ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲା ପରେ ସେ ବାପ୍ତିସ୍ମ ଗ୍ରହଣ କରେ। ଜୀବନରେ ଥରେ ଆମେ ବାପ୍ତିସ୍ମ ଗ୍ରହଣ କରିବା ଉଚିତ। ବାପ୍ତିସ୍ମ ଗ୍ରହଣ କଲା ପରେ ଆମମାନେ ବାରମ୍ବାର ପ୍ରଭୁ ଭୋଜ ନେବାର ଆବଶ୍ୟକ ରହିଅଛି। ଅନେକ ଶିକ୍ଷା ଆଜି ଏହି ପ୍ରକାର ମଧ୍ୟ ଆସିସାରିଛି ଯେ ଆମମାନେ ବିନା ବାପ୍ତିସ୍ମରେ ମଧ୍ୟ ଆମମାନେ ପ୍ରଭୁ ଭୋଜର ଅଂଶୀ ହୋଇପାରିବା। ମାତ୍ର ବାଇବଲ ଏସବୁ ଶିକ୍ଷା ଗୁଡ଼ିକକୁ ଖଣ୍ଡନ କରେ, କାରଣ ପ୍ରଥମରେ ବାପ୍ତିସ୍ମ ଗ୍ରହଣ କରିବାର, ଏହାପରେ ଆମମାନେ ପ୍ରଭୁ ଭୋଜ ନେବା ଆବଶ୍ୟକ ରହିଅଛି। ଆଉ ଅନେକ ଚର୍ଚ୍ଚ ଗୁଡ଼ିକରେ ସେମାନେ ପ୍ରତି ସପ୍ତାହରେ ପ୍ରଭୁ ଭୋଜ ନିଅନ୍ତି। ଆଉ କିଛି ଚର୍ଚ୍ଚ ଗୁଡ଼ିକରେ ମାସକୁ ଥରେ ସେମାନେ ପ୍ରଭୁ ଭୋଜ ନିଅନ୍ତି। ଆଉ କିଛି ଚର୍ଚ୍ଚରେ 3 ମାସକୁ 6 ମାସକୁ କେହି ବର୍ଷକୁ ଥରେ ସେମାନେ ପ୍ରଭୁ ଭୋଜ ନିଅନ୍ତି। ପ୍ରଭୁ ଭୋଜ ମାସକୁ ଥରେ ନେବା କଥା କି ପ୍ରତି ସପ୍ତାହରେ ନେବା କଥା କି କେବେ ନେବା କଥା, ସେ ବିଷୟରେ ଆମର କଥାବାର୍ତ୍ତା ଆଜି ନୁହେଁ। ମାତ୍ର ଆଜିର ପ୍ରସଙ୍ଗ ରହିବ ପ୍ରଭୁ ଭୋଜ ନେଲା ପରେ ପାପ କଲେ କ'ଣ ହୁଏ। ଗୋଟେ ବ୍ୟକ୍ତି ପ୍ରଭୁ ଭୋଜ ଗ୍ରହଣ କଲା ପରେ ଯେଉଁ ସମୟରେ ସେ ବ୍ୟକ୍ତି ପାପ କରେ, ସେ ବିଷୟରେ ଆମେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ଆମେ ଯୋହନ ଲିଖିତ ସୁସମାଚାର 13 ଅଧ୍ୟାୟ 27 ପଦ, ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ରାତ୍ର ଭୋଜର ସମୟ। ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ମହାପ୍ରୟାଣ, ସେ ଶିଷ୍ୟମାନଙ୍କୁ ଛାଡ଼ି ପିତାଙ୍କ ନିକଟକୁ ଯିବେ। ଏଥିନିମନ୍ତେ ସେ ଭୋଜନ ଆସନରୁ ଉଠି ଶିଷ୍ୟମାନଙ୍କର ପାଦ ଧୋଇ ଦେଉଛନ୍ତି। କାହିଁକି ପାଦ ଧୋଇ ଦେଉଛନ୍ତି? ଏଥିପାଇଁ ଧୋଇ ଦେଉଛନ୍ତି ଯେ ଶିଷ୍ୟମାନଙ୍କ ମଧ୍ୟରେ ମୁଁ ବଡ଼ କି ତୁ ବଡ଼, କିଏ ବଡ଼, ଏଇଟା ସେମାନଙ୍କ ମଧ୍ୟରେ ବାଦାନୁବାଦ ଚାଲିଥିଲା। ଯେତେବେଳେ ସେମାନଙ୍କ ମଧ୍ୟରେ ଏଇ ବିଷୟ ବାଦାନୁବାଦ ଚାଲିଛି, ମୁଁ ବଡ଼ କି ତୁ ବଡ଼, କିଏ ବଡ଼, ଚର୍ଚ୍ଚ ଭିତରେ ଏହି ପ୍ରକାର ଅନେକ ସମୟରେ ବାଦାନୁବାଦ ଚାଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କୁ କିଛି ଶିକ୍ଷା ଦେଉନାହାନ୍ତି। ସେ ଗୁରୁ, ସେ ପ୍ରଭୁ, ସେ ମାଲିକ, ସେ ନିଜେ ଉଠି ଭୋଜନ ଆସନରୁ ଉଠି ନିଜର ଦେହରୁ ପୋଷାକ କାଢ଼ି ଗୋଟେ ଦାସ ରୂପ ଧାରଣ କରି ପ୍ରତ୍ୟେକ ଶିଷ୍ୟମାନଙ୍କର ସେ ପାଦକୁ ଧୋଇ ଦେଉଛନ୍ତି। ଆଉ ସେ କହୁଛନ୍ତି ଯେ ଯଦି ବଡ଼ ହେବା ପାଇଁ ଆମେ ଇଚ୍ଛା କରୁଛୁ, ତାହେଲେ ନିଜକୁ ସାନ କରି ରଖିବାର ଅଛି, ନତ କରି ରଖିବାର ଅଛି, ନମ୍ର କରି ରଖିବାର ଅଛି। ଏତେ ସୁନ୍ଦର ଉଦାହରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ସେ ଦେଉଛନ୍ତି। ଯେଉଁ ସମୟରେ ଏସବୁ କାମ ସରିଛି, ପ୍ରଭୁ ଭୋଜ ଧର୍ମ ସେବା ଚାଲିଛି, କ'ଣ ଘଟୁଛି? ଆମମାନେ 13 ଅଧ୍ୟାୟ ଏହାର 27 ପଦ ପଢ଼ିବା। ସେ ରୋଟି ଖଣ୍ଡକ ପାଇଲା ଉତ୍ତାରେ, ଏହା ଇସ୍କାରିୟତ ଯିହୁଦାଙ୍କ ବିଷୟରେ ଲେଖାଯାଉଛି। ପ୍ରଭୁ ଭୋଜ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ପାଦ ଧୋଇଦେଲେ, ଆଉ ସେ ରୋଟି ଖଣ୍ଡକ ମଧ୍ୟ ତାଙ୍କୁ ଦେଲେ। ଇସ୍କାରିୟତ ଯିହୁଦାକୁ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ରୋଟି ଖଣ୍ଡକ ଦେଲେ। ସେ ରୋଟି ଖଣ୍ଡକ ପାଇଲା ଉତ୍ତାରେ ଶୟତାନ ତାହା ମଧ୍ୟରେ ପ୍ରବେଶ କଲା। ପ୍ରଭୁ ଭୋଜ ଗ୍ରହଣ କଲା ପରେ ତାହା ମଧ୍ୟରେ ଶୟତାନ ପ୍ରବେଶ କଲା। ସେଥିରେ ଯୀଶୁ ତାକୁ କହିଲେ, ଯାହା କରୁଅଛ ତାହା ଶୀଘ୍ର କର। ପ୍ରିୟମାନେ, ଏହି ସ୍ଥାନରେ ଆମେ ଦେଖୁଛୁ ଇସ୍କାରିୟତ ଯିହୁଦା ପ୍ରଭୁ ଭୋଜ ଗ୍ରହଣ କରୁଛି। ପ୍ରଭୁ ଭୋଜ ଗ୍ରହଣ କଲା ପରେ କ'ଣ ଆମମାନଙ୍କ ମଧ୍ୟରେ ଶୟତାନ ପ୍ରବେଶ କରେ ନାହିଁ? ମୋର ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଭୋଜ ଗ୍ରହଣ କଲା ପରେ ଶୟତାନ ଆମ ଭିତରେ ପ୍ରବେଶ କରେ ନାହିଁ। ମାତ୍ର ପାପରେ ଜୀବନଯାପନ କରି ପ୍ରଭୁ ଭୋଜ ଗ୍ରହଣ କଲେ ଶୟତାନ ଆମ ଭିତରେ ପ୍ରବେଶ କରେ। ଇସ୍କାରିୟତ ଯିହୁଦା ଯୀଶୁଖ୍ରୀଷ୍ଟଙ୍କର ମୁଖ୍ୟ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ। ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କୁ ଉଚ୍ଚ ପଦରେ ରଖିଥିଲେ। ସେ ତାଙ୍କର କୋଷାଧ୍ୟକ୍ଷ ବା ଟ୍ରେଜରର ଥିଲେ। ତାଙ୍କ ପାଖରେ ଟଙ୍କା ପଇସା ରହୁଥିଲା। ଆଉ ସେହି ଟଙ୍କା ପଇସାରୁ ଇସ୍କାରିୟତ ଯିହୁଦା ଚୋରି କରିକି ନେଇ ଯାଉଥିଲା। ସେ ଜଣେ ଚୋର ଥିଲା। ଯେଉଁ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କୁ ବାଛିଥିଲେ, ସେହି ସମୟରେ ଇସ୍କାରିୟତ ଯିହୁଦା ଚୋର ନଥିଲା। ମାତ୍ର ସେ ଧୀରେ ଧୀରେ ଟଙ୍କା ଗୁଡ଼ିକକୁ ଲୋଭ କରି ସେ ଚୋରି କରିବାଟା ଆରମ୍ଭ କଲା। ସେତିକିରେ ସେ ରହିଯାଏ ନାହିଁ। ସେ ସାଧୁକୀ ଫାରୁସୀମାନଙ୍କ ନିକଟକୁ ଯାଇ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୁଁ ଧରେଇ ଦେବି, ମୋତେ ତୁମେ କ'ଣ ଦେବ? ଏଇଟା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେ ବିକ୍ରୟ କରିବା ପାଇଁ ଯାଉଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱାସଘାତ କରିବା ପାଇଁ ଯାଉଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଧରାଇ ଦେବା ନିମନ୍ତେ ସେ ବାଟ ଦେଖାଇବା ପାଇଁ ଯାଉଥିଲା। ପ୍ରିୟମାନେ, ଏହି ପ୍ରକାର ଜୀବନଯାପନ ସେ ମଣ୍ଡଳୀରୁ ଟଙ୍କା ଚୋରି କରି ନେଉଥିଲା।
ସେ ଥଳିରୁ ଟଙ୍କା ଚୋରି କରି ନେଉଥିଲା, ତାହା ହେଲା ନାହିଁ ଯେ ସେ ଏବେ ମଣ୍ଡଳୀକୁ ନଷ୍ଟ କରିବା ପାଇଁ ଯାଉଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଲୋକମାନଙ୍କ ହାତରେ ଧରେଇ ଦେଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରୟ କରିବା ପାଇଁ ଯାଉଛି। ଯେତେବେଳେ ଏହି ପ୍ରକାର ମନୋଭାବ ସେ ରଖିଛି, ସେହି ସମୟରେ ଶୟତାନ ଇସ୍କାରିୟତ ଯିହୁଦା ମଧ୍ୟରେ ସେ ପ୍ରବେଶ କରିଛି। ପ୍ରିୟମାନେ, ଆମେ ପାପରେ ଜୀବନଯାପନ କରି ଯଦି ଆମେ ପ୍ରଭୁ ଭୋଜ ଗ୍ରହଣ କରିବା, ଆମେ ଆମ ଜୀବନରେ ଶୟତାନ ନିମନ୍ତେ ଆମେ ଦ୍ୱାରକୁ ଫିଟାଉଛୁ। ଆମେ ଶୟତାନ ବିଭିନ୍ନ ମାଧ୍ୟମରେ ଆମମାନଙ୍କ ଜୀବନରେ ପ୍ରବେଶ କରେ। ସେହି ବିଭିନ୍ନ ମାଧ୍ୟମ ମଧ୍ୟରୁ ଏହା ଗୋଟିଏ ମାଧ୍ୟମ, ଆମେ ପାପରେ ଜୀବନଯାପନ କରି ଯଦି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ମେଜର ନିକଟବର୍ତ୍ତୀ ହେଉ, ଏଇଟା ସାଧାରଣ ମେଜ ନାହିଁ, ଏହା ସ୍ୱର୍ଗୀୟ ମେଜ। ଆଉ ଏହି ମେଜରେ ସମସ୍ତେ ଖାଇପାରିବେ ନାହିଁ। ଆପଣ କୌଣସି ଗୋଟିଏ ହୋଟେଲକୁ ଯିବେ, ଆପଣଙ୍କ ପାଖରେ ଟଙ୍କା ଅଛି, ତାହେଲେ ଯେତେ ଦାମିକା ହୋଟେଲରେ ମଧ୍ୟ ଆପଣ ଯାଇ ଖାଇପାରିବେ, କାରଣ ଆପଣଙ୍କ ପାଖରେ ଟଙ୍କା ଅଛି। ମାତ୍ର ଏହି ମେଜରୁ ଖାଇବାର ଅଛି, ତାହେଲେ ଆପଣଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିବାର ଅଛି। ଏହା ସମସ୍ତଙ୍କ ନିମନ୍ତେ ନୁହେଁ। 5ଟି ରୋଟି 2ଟି ମାଛ ସମସ୍ତଙ୍କ ନିମନ୍ତେ ପ୍ରଭୁ ଦିଅନ୍ତି। ମାତ୍ର ଯେତେବେଳେ ପ୍ରଭୁ ଭୋଜର କଥା ଆସୁଛି, ସେ ଗୋଟିଏ ଗୁପ୍ତ କୋଠରୀ ଭିତରେ 12 ଜଣ ଶିଷ୍ୟଙ୍କ ସହିତ ବସି ସେ ନିସ୍ତାର ପର୍ବର ସେ ଭୋଜ ସେ ପ୍ରସ୍ତୁତ କରୁଛନ୍ତି। ଆଉ ସେହି ଭୋଜରେ ଅଂଶୀ ହେଇ ଯଦି ଆମେ ପାପରେ ଜୀବନଯାପନ କରିବୁ, ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଧରାଇ ଦେବା ପାଇଁ ବାଟ ଆମେ ବାହାର କରିବୁ, ତାହେଲେ କ'ଣ ହେବ? ଶୟତାନ ଇସ୍କାରିୟତ ଯିହୁଦା ଭିତରେ ପ୍ରବେଶ କଲା। ଏଥିପାଇଁ ଆପଣ ମନେ ରଖିବେ, ପାପରେ ଜୀବନଯାପନ କରି ପ୍ରଭୁ ଭୋଜର ଅଂଶୀ ହେବେ ନାହିଁ। ନିଜର ପାପକୁ ମାନିବେ, ସ୍ୱୀକାର କରିବେ। ଆପଣ ମଣ୍ଡଳୀର କ୍ଷତି କରିବା ପାଇଁ ଇଚ୍ଛା କରି ଆପଣ ଯଦି ପ୍ରଭୁ ଭୋଜର ଅଂଶୀ ହେବେ, ତାହେଲେ ଆପଣ ଶୟତାନର ଶିକାର ହେବେ। ଶୟତାନ ଆପଣଙ୍କ ଭିତରେ ପଶିଯିବ। ସେହି 30ଟି ରୌପ୍ୟ ମୁଦ୍ରାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରୟ କଲା ପରେ କ'ଣ ଧନୀ ହୋଇଗଲା? ସେହି ଟଙ୍କାରେ ସେ ବିଲ୍ଡିଂ ତିଆରି କଲା। ସେହି ଟଙ୍କାରେ ସେ କ'ଣ କଲା? ସେ ଟଙ୍କା କିଛି କାମ ଦେଲା ନାହିଁ ତାର। ସେ ସବୁକୁ ନେଇ ସେ ମନ୍ଦିର ଭିତରେ ଫୋପାଡ଼ି ଦେଲା। ଆଉ ସେହି ଟଙ୍କାରେ ବିଦେଶୀମାନଙ୍କ ନିମନ୍ତେ କବର ଭଟା ବା କବର ଜମି କିଣାଯାଉଛି, ଯାହାକୁ କି ରକ୍ତକ୍ଷେତ୍ର ବା ହକଲଦମା ବୋଲି କୁହାଯାଏ। ପ୍ରିୟମାନେ, ପ୍ରଭୁ ଭୋଜ ଆମେ ନେଉଛୁ। ପ୍ରଭୁ ଭୋଜ ନେବା ସମୟରେ ଆମେ ମନଇଚ୍ଛା ଜୀବନଯାପନ କରି ଆମେ ପ୍ରଭୁ ଭୋଜ ନେଇପାରିବା ନାହିଁ। ସେଥିପାଇଁ କହୁଛନ୍ତି, ଯେଉଁମାନେ ପ୍ରଭୁ ଭୋଜ ନେଉଛନ୍ତି ସେମାନେ ଯୀଶୁଙ୍କର ଶରୀରର ରୋଟିର ସହଭାଗୀ ହେଉଛୁ। ଆମେ ସହଭାଗୀ ହେବା ସମୟରେ ଆମମାନେ ସେହି ପ୍ରଭୁଙ୍କ ପାନପାତ୍ର ଆଉ ଭୂତମାନଙ୍କ ପାନପାତ୍ର ଉଭୟରୁ ଆମେ ଅଂଶୀ ହୋଇପାରିବା ନାହିଁ। ପ୍ରଭୁ ଭୋଜ ନିଅନ୍ତି, ଅନେକ ଜଣ ସିଗାରେଟ୍ ପିଅନ୍ତି। ପ୍ରଭୁ ଭୋଜ ନିଅନ୍ତି, ଅନେକ ଜଣ ମଦ ପିଅନ୍ତି। ପ୍ରଭୁ ଭୋଜ ନିଅନ୍ତି, ଅନେକ ଜଣ ଖଇନି ଖାଆନ୍ତି। ପ୍ରଭୁ ଭୋଜ ନିଅନ୍ତି, ଅନେକ ଜଣ ସେମାନେ ଶାରୀରିକ ଅଭିଳାଷରେ ବ୍ୟଭିଚାର ପାପରେ ପଡ଼ିଛନ୍ତି, ପର୍ନୋଗ୍ରାଫି ଭିଡ଼ିଓରେ ଆଡ଼ିକ୍ଟ ଅଛନ୍ତି। ପ୍ରଭୁ ଭୋଜ ନିଅନ୍ତି, ବିଭିନ୍ନ ଖରାପ ଭାଷାରେ ଲୋକମାନଙ୍କୁ ଗାଳି କରନ୍ତି, କାରଣ ସେମାନେ ପ୍ରଭୁ ଭୋଜ ମଧ୍ୟ ନିଅନ୍ତି। ଆଉ ସେମାନେ ଏହି ଶୟତାନର ପାନପାତ୍ରରୁ ମଧ୍ୟ, ଭୂତମାନଙ୍କ ପାନପାତ୍ରରୁ ମଧ୍ୟ ସେମାନେ ପାନ କରନ୍ତି। ଏହି ପ୍ରକାର କରିବା କଥା ନୁହେଁ। ଲେଖାଯାଏ, ଗୋଟେ ବାକ୍ୟ ପଢ଼ିବା ଆମେ, 1 କରିନ୍ଥୀୟ 11 ଅଧ୍ୟାୟ ଏହାର 29-29 ପଦରୁ, କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଭୋଜନ କରେ ଓ ପାନ କରେ, ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ। ଯଦି ଆମେ ମଣ୍ଡଳୀକୁ, ସହଭାଗିତାକୁ, ପ୍ରଭୁ ଭୋଜକୁ ଆମେ ଯଦି ସମ୍ମାନ ଦେବୁ ନାହିଁ, ବିଶେଷ ମଣିବୁ ନାହିଁ, ଆଉ ଆମେ ତାହା ଯଦି ଆମେ ଭୋଜନ କରିବୁ, ପାନ କରିବୁ, ତାହେଲେ ଆମମାନେ ସେହି ରକ୍ତର ଆଉ ସେହି ମାଂସର ଆମେ ଦାୟୀ ହେବୁ। ସେଠାର ଦଣ୍ଡ ଆମକୁ ମିଳିବ। ତାପରେ 30 ପଦ ଲେଖାଯାଉଛି, ଏହି ହେତୁ ତୁମ୍ଭମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ପୀଡ଼ିତ, ପୁଣି ଅନେକ ମହାନିଦ୍ରା ପ୍ରାପ୍ତ ଅଟନ୍ତି, ଯେଉଁମାନେ ଠିକ୍ ଜୀବନଯାପନ ନ କରି ସେମାନେ ପ୍ରଭୁ ଭୋଜର ଅଂଶୀ ହୋଇଛନ୍ତି, ସହଭାଗିତାକୁ ସମ୍ମାନ ଦେଉନାହାନ୍ତି, ପ୍ରଭୁଙ୍କୁ ସମ୍ମାନ ଦେଉନାହାନ୍ତି, ପ୍ରଭୁଙ୍କ ମେଜକୁ ସମ୍ମାନ ଦେଉନାହାନ୍ତି। ଆଉ ପ୍ରଭୁ ଭୋଜର ଅଂଶୀ ହେଲା ପରେ ସେମାନେ ପ୍ରଭୁ ଭୋଜ ଖାଇଲା ପରେ ଦୁର୍ବଳ ହୋଇଯାଉଛନ୍ତି। ଶାରୀରିକ ଭାବରେ ଦୁର୍ବଳ ହେଉଛନ୍ତି, ଆତ୍ମିକ ଭାବରେ ମଧ୍ୟ ଦୁର୍ବଳ ହେଉଛନ୍ତି, ଆର୍ଥିକ ଭାବରେ ମଧ୍ୟ ଦୁର୍ବଳ ହେଉଛନ୍ତି।
ଯେତେ ଖାଇଲେ ଦେହରେ ଲାଗୁନାହିଁ, ଯେତେ ପ୍ରାର୍ଥନା କଲେ ମଧ୍ୟ ଛୋଟିଆ ସମସ୍ୟା ଗୋଟେ ଆସିଲେ ସେମାନେ ଦୁର୍ବଳ ହୋଇ ପଡ଼ୁଛନ୍ତି, ଅନେକ ପାପ ଗୁଡ଼ିକ କରି ବସୁଛନ୍ତି, କାରଣ ସେମାନେ ସବଳ ହୋଇପାରୁନାହାନ୍ତି। ପ୍ରଭୁ ଭୋଜ ଗ୍ରହଣ କଲା ପରେ ଯଦି ଆମମାନେ ମନିଚ୍ଛା ଜୀବନଯାପନ କରିବା ତାହେଲେ ଆମେ ଦୁର୍ବଳ ହୋଇଯିବା। ପ୍ରିୟମାନେ, ଅନେକ ଦୁର୍ବଳ ଆଉ ଅନେକ ପୀଡ଼ିତ, ଯେତେ ଔଷଧ ଖାଇଲେ ମଧ୍ୟ ସେମାନଙ୍କ ରୋଗ ଛାଡ଼ୁନାହିଁ। ବାରମ୍ବାର ଗୋଟିଏ ରୋଗରେ ସେମାନେ ପୀଡ଼ିତ ଅଟନ୍ତି। ଗୋଟିଏ ରୋଗ ସେମାନଙ୍କ ଜୀବନରେ ବାରମ୍ବାର ହେଉଛି, ଛାଡ଼ୁନାହିଁ। ବିଭିନ୍ନ ପ୍ରକାର ମେଡ଼ିସିନ୍ ବଦଳାଇଲେ, ବିଭିନ୍ନ ଡକ୍ଟରଙ୍କ ପାଖକୁ ଗଲେ, ହେଲେ ମଧ୍ୟ ସେମାନଙ୍କର ସେହି ରୋଗରୁ ସୁସ୍ଥତା ସେମାନେ ପାଇପାରୁନାହାନ୍ତି। ଏହା କୌଣସି ପ୍ରକାର ଭାବରେ ଦଣ୍ଡାଜ୍ଞାର ମୁଁ ପ୍ରିଚିଂ କରୁନାହିଁ, ଆପଣମାନଙ୍କୁ ଦଣ୍ଡାଜ୍ଞାର ପ୍ରିଚିଂ ମୁଁ କରୁନାହିଁ। ପ୍ରିୟମାନେ, ଏହା ବାକ୍ୟରେ ଲେଖା ଅଛି, କରନ୍ତୀୟ ମଣ୍ଡଳୀରେ ଅନେକ ଜଣ ସେମାନେ ପ୍ରଭୁ ଭୋଜ ନେଲା ପରେ ସେମାନେ ଦୁର୍ବଳ ହୋଇଯାଉଥିଲେ। ପ୍ରଭୁ ଭୋଜ ଆମକୁ ଦୁର୍ବଳ କରେ ନାହିଁ, ପ୍ରଭୁ ଭୋଜ ଆମକୁ ପୀଡ଼ିତ କରେ ନାହିଁ, ପ୍ରଭୁ ଭୋଜ ଆମକୁ ମହାନିଦ୍ରା ପ୍ରାପ୍ତ କରାଏ ନାହିଁ। ମାତ୍ର ଆମମାନେ ପାପରେ ଜୀବନଯାପନ କରି, ଭୁଲ ବାଟରେ ଜୀବନଯାପନ କରି, ମଣ୍ଡଳୀକୁ ସହଭାଗିତାକୁ ସମ୍ମାନ ନ ଦେଇ ଯଦି ଆମେ ପ୍ରଭୁ ଭୋଜର ଆମେ ଅଂଶୀ ହେଉଛୁ, ତାହେଲେ ଶୈତାନ ଆମ ଭିତରେ ପ୍ରବେଶ କରିବ। ଶୈତାନ ଆମ ଭିତରେ ପ୍ରବେଶ କଲେ ଆମେ ଦୁର୍ବଳ ହୋଇଯିବୁ। କାରଣ ଶୈତାନ ଲୋକମାନଙ୍କୁ ସବଳ କରେ ନାହିଁ, ଦୁର୍ବଳ କରାଇ ଦିଏ। ପ୍ରଭୁ ଭୋଜ ନେବା ପୂର୍ବରୁ ଲେଖାଯାଏ, ଯଦି ପଢ଼ିବା 11 ଅଧ୍ୟାୟ 1 କରନ୍ତୀୟ 27 ପଦ, ଅତଏବ ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୋଟି ଭୋଜନ କରେ କିମ୍ବା ଏହି ପାନ ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀର ଓ ରକ୍ତର ଦାୟୀ ହେବ। 28 ପଦ, କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ। ପ୍ରିୟମାନେ, ନିଜକୁ ପରୀକ୍ଷା କରିବାର ଆବଶ୍ୟକ ରହିଛି। ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୋଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ। ପ୍ରିୟମାନେ, କେହି ଆପଣଙ୍କ ପରୀକ୍ଷା କରିବେ ନାହିଁ। ଆପଣଙ୍କର ପାଳକ, ଆପଣଙ୍କର ସ୍ୱାମୀ, ଆପଣଙ୍କର କୌଣସି ଭାଇ କି ଆପଣଙ୍କ ପ୍ରାଚୀନ ଆପଣଙ୍କୁ ପରୀକ୍ଷା କରିବେ ନାହିଁ। ଯେଉଁ ସମୟରେ ଆପଣ ପ୍ରଭୁ ଭୋଜର ସେ ମେଜରେ ବସିବେ, ସେହି ସମୟରେ ପ୍ରଭୁ ଭୋଜର ରୋଟି ଆଉ ସେ ଦ୍ରାକ୍ଷାରସ ଦିଆଯିବ। ଅନ୍ୟକୁ ଯେଉଁ ରୋଟି ଦିଆଗଲା ଆପଣଙ୍କୁ ମଧ୍ୟ ସେହି ରୋଟି ଦିଆଯିବ, ଅନ୍ୟକୁ ଯେଉଁ ଦ୍ରାକ୍ଷାରସ ଦିଆଗଲା ଆପଣଙ୍କୁ ମଧ୍ୟ ସେହି ଦ୍ରାକ୍ଷାରସ ଦିଆଯିବ। ମାତ୍ର ତାହା ଆପଣଙ୍କ ପାଇଁ ଦଣ୍ଡ ରହିଯିବ, ଅଭିଶାପ ରହିଯିବ। ଯଦି ଆପଣ ପାପରେ ଜୀବନଯାପନ କରୁଛନ୍ତି, ମନ୍ଦତାରେ ଜୀବନଯାପନ କରୁଛନ୍ତି, ଯେଉଁ ସମୟରେ ଆପଣ ପ୍ରଭୁ ଭୋଜ ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି, ଆପଣ ନିଜେ ଟିକେ ପରୀକ୍ଷା କରନ୍ତୁ। ମୁଁ କି ପ୍ରକାର ଜୀବନଯାପନ କରୁଛି? ଗୋଟେ କପଟି ଜୀବନଯାପନ କରୁଛି କି? ପାପରେ ଜୀବନଯାପନ କରୁଛି କି? ମନ୍ଦତାରେ ଜୀବନଯାପନ କରୁଛି କି? ମୋର ଆତ୍ମିକ ପରିସ୍ଥିତି କି ପ୍ରକାର ଅଛି? ପ୍ରିୟମାନେ, ନିଜେ ଟିକେ ଯାଞ୍ଚ କରିବାର ଅଛି। ଯଦି ଯାଞ୍ଚ କରିବା ତାହେଲେ ଆମ ନିମନ୍ତେ ଭଲ ହେବ। ପ୍ରଭୁ ଭୋଜକୁ ଆପଣ ପ୍ରସାଦ ଭାବି ଆପଣ ସେବନ କଲେ ହେବ ନାହିଁ। ଏହା ପ୍ରସାଦ ନାହିଁ, ଏହା ପ୍ରଭୁଙ୍କ ଶରୀର ଓ ରକ୍ତର ସହଭାଗିତା ଅଟେ। ପ୍ରିୟମାନେ, ସେଥିପାଇଁ ପ୍ରଭୁ ଭୋଜକୁ ଯଦି ଆମେ ଭୁଲ ଭାବରେ ନେବା, ପାପରେ ଜୀବନଯାପନ କରି ପ୍ରଭୁ ଭୋଜ ନେବା, ତାହେଲେ ଶୈତାନ ପ୍ରବେଶ କରିବ, ଆମେ ଦୁର୍ବଳ ହୋଇପଡ଼ିବା, ପୀଡ଼ିତ ହେବା। ଆଉ ପୀଡ଼ିତ କ'ଣ? ମହାନିଦ୍ରା ପ୍ରାପ୍ତ, ମୃତ୍ୟୁବରଣ ମଧ୍ୟ ଆମେ କରିବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରଭୁ ଆମକୁ ପ୍ରଭୁ ଭୋଜକୁ ଯଦି ସେହି ପ୍ରକାର ଭାବରେ ଆମେ ହାଲକା ଭାବରେ ନେଉ, ତାହେଲେ ଏହି ପ୍ରକାର ଘଟଣା ଗୁଡ଼ିକ ଘଟିବ। ସେଥିପାଇଁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଯେ ପ୍ରକାର ଭାବରେ ଜଗତ ସହିତ ଆମେ ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ସେଥିପାଇଁ ପ୍ରଭୁ ତା ପୂର୍ବରୁ ଆମମାନଙ୍କୁ ସେ ଦଣ୍ଡ ଦେଇ ଆମମାନଙ୍କୁ ସାବଧାନ କରୁଛନ୍ତି, ତୁ ସୁଧରି ଯା, ଠିକ୍ ହେଇଯା, ବଦଳି ଯା, ଏହା ସେ ଆମମାନଙ୍କୁ କହୁଛନ୍ତି। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ତୁମ ଶିକ୍ଷା ନିମନ୍ତେ। ପ୍ରଭୁ ଭୋଜର ଅଂଶୀ ହେବା ପୂର୍ବରୁ ଆମମାନେ କି ପ୍ରକାର ଭାବରେ ରହିବାର ଆବଶ୍ୟକ, ଏହା ତୁମେ ତ ବାକ୍ୟ ମାଧ୍ୟମରେ ଆମମାନଙ୍କୁ ଶିକ୍ଷା ଦେଇଛ। ପ୍ରଭୁ, ତୁମ ଶିକ୍ଷା ନିମନ୍ତେ ଧନ୍ୟବାଦ। ପ୍ରଭୁ, ଆମମାନେ ଯେ ପ୍ରକାର ପ୍ରଭୁ ଭୋଜର ଅଂଶୀ ହେବା ପୂର୍ବରୁ ପବିତ୍ର ଜୀବନଯାପନ କରୁଥିବୁ, ମନିଚ୍ଛା ଜୀବନଯାପନ କରି ଆମମାନେ ପ୍ରଭୁ ଭୋଜର ଅଂଶୀ ନ ହେବୁ, ପ୍ରଭୁ ଦୟାକରି ଅନୁଗ୍ରହ କର। ଯେଉଁମାନେ ବିଭିନ୍ନ ପ୍ରକାର ଖରାପ ଅଭ୍ୟାସ ଗୁଡ଼ିକରେ ପଡ଼ିଛନ୍ତି, ସେମାନଙ୍କୁ ଉଦ୍ଧାର କର। ଆଉ ସେମାନେ ଯେ ପ୍ରକାର ପବିତ୍ରତାର ସହିତ ପ୍ରଭୁ ଭୋଜର ଅଂଶୀ ହେବେ, ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ, ଆମେନ୍।